हेलो। आज गोटे न्यू टॉपिक जो मैंने जेमस्टोन नाउचंती से जेमस्टोन ऊपर गोटे टॉपिक जो जेमस्टोन आम नाउचे साधारणतः जेमस्टोन जो मैंने नाउचंती तारि भितर गोटे बहुत भल टॉपिक आपण मानक पई बहुत भल टॉपिक जेमस्टोन जो मैंने नाउचंती राउंड जेमस्टोन नाउचंती कि ठीक अछि किबा देखिबा तारे पर जेमस्टोन जो मैंने नाउचंती तो जरूरी डाटा ता विषय आज मैं शेयर करिबा आपण पर चाहिबी। देखो जो मैंने जेमस्टोन नाउचंती बहुत ଭଲ ଭାବରେ ଜାଣିବା ଦରକାର। ଭଲ ସମୟରେ କିମ୍ବା ଠିକ ଗ୍ରହ ପାଇଁ ପିନ୍ଧିଲେ ଅତ୍ୟଧିକ ସକାରାତ୍ମକ ପ୍ରଭାବ ଦେଇଥାଏ, କିନ୍ତୁ ଯଦି ଭୁଲ କିମ୍ବା ଭୁଲ ଛାଡି ପିନ୍ଧା ଯାଏ ତାହେଲେ ନେଗେଟିଭ ପ୍ରଭାବ ଦେଇଥାଏ। ବିଭିନ୍ନ ପ୍ରକାର ଜେମଷ୍ଟୋନ ଅଛି। ଉଦାହରଣ ସାଧାରଣତଃ ମାଣିକ୍ୟ, ଯୋଉ ମାଣିକ ବା ରୁବି ଆମେ ଯାହାକୁ କହୁଛେ, ସୂର୍ଯ୍ୟଙ୍କର ରତ୍ନ ଶକ୍ତି ସମ୍ମାନ ପ୍ରତିଷ୍ଠା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ପାଣ୍ଡା ବା ବୁଦ୍ଧି ଧନ ଶିକ୍ଷା ବ୍ୟବସାୟ ପାଇଁ। ନୀଳମଣି ଶନିଙ୍କର ରତ୍ନ ଧନ ତୀବ୍ର ପ୍ରଗତି, କିନ୍ତୁ ଭୁଲରେ ପିନ୍ଧିଲେ କ୍ଷତି ହେଇଥାଏ ଆପଣ। ମୁଙ୍ଗା ରେଡ କଲର ମଙ୍ଗଳ ରତ୍ନ ସାହସ ସ୍ୱାସ୍ଥ୍ୟ ପାଇଁ। ମୁକ୍ତା ଚନ୍ଦ୍ରଙ୍କ ରତ୍ନ ଶାନ୍ତି ମନ ଶାନ୍ତି ପାରିବାରିକ ସୁଖ ପାଇଁ। ସେମିତି ଗୋମେଦ ଆମେ ରାହୁଙ୍କ ପାଇଁ ପିନ୍ଧି ପାରିବା। ରତ୍ନ ଭୁଲ ପିନ୍ଧିଲେ ଜୀବନରେ ନେଗେଟିଭ ପ୍ରଭାବ ଆସିପାରେ, କିଛି ସମସ୍ୟା ବହୁ ଗୁଣା ବଢିପାରେ, ତାକୁ ଜାଣିବା ଦରକାର। କେତେକ ନେଗେଟିଭ ପ୍ରଭାବ ଯାହା ହେଇପାରେ, ଆର୍ଥିକ କ୍ଷତି ହେଇପାରେ, ଆଉ ବ୍ୟବସାୟରେ ଆପଣ ନଷ୍ଟ ହବ ଯଦି ରତ୍ନ ଆପଣ ଭୁଲ ପିନ୍ଧିବେ। ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ଦେଖାଦେବ, ହୃଦୟ ରକ୍ତଚାପ ଡିପ୍ରେସନ ଆସିବ ଆପଣଙ୍କ ଲାଇଫ। ସମ୍ପର୍କରେ ବାଦ ବିବାଦ ହେଇଯିବ, ପରିବାରରେ କିମ୍ବା ସହଧର୍ମୀଙ୍କ ସହ ବାଦ ବିବାଦ ସବୁବେଳେ ରହିବ। ମାନସିକ ଅଶାନ୍ତି ରହିବ, ଭୟ ଚିନ୍ତା କ୍ରୋଧ ରହିବ। ଅପମାନ କିମ୍ବା କୋର୍ଟ କେସ୍ ପର୍ଯ୍ୟନ୍ତ ଆପଣ ବି ଯାଇପାରନ୍ତି, ତେଣୁ ସର୍ବଦା କୁଣ୍ଡଳୀ ଅନୁସାରେ ପରୀକ୍ଷା କରି ପିନ୍ଧିବା ଶ୍ରେଷ୍ଠ ହବ। କୌଣସି ୟୁଟ୍ୟୁବ ଚ୍ୟାନେଲ ଦେଖି ଆପଣ ଯଦି ରତ୍ନ ପିନ୍ଧୁଛନ୍ତି ଆପଣଙ୍କ ପାଇଁ ବ୍ୟାଡ ହବ ନିଶ୍ଚିତ ଭାବରେ। ରତ୍ନ ପିନ୍ଧିବାର ଦେଖନ୍ତୁ, ମୁଁ ଆପଣଙ୍କୁ ବି ଡିଟେଲସ ଆପଣ ତା ବିଷୟରେ ଡିସ୍କସ କରିବା। କାହିଁକି ରତ୍ନ ପିନ୍ଧିବା ଉଚିତ ବା କାହିଁକି ପିନ୍ଧିବା ବୁଝୁଛେ। ରତ୍ନ ପିନ୍ଧିବାର କାରଣ କଣ? ଦୁର୍ବଳ ଗ୍ରହକୁ ଶକ୍ତିଶାଳୀ କରିବା ପାଇଁ, ଯୋଉଟା ଆପଣଙ୍କ କୁଣ୍ଡଳୀରେ ବା ନବାଂଶରେ ଡି ନାଇନ୍ ଚାର୍ଟରେ ଯୋଉମାନେ ଆଷ୍ଟ୍ରୋଲୋଜିର କୋର୍ସ କରିଛନ୍ତି ସେମାନଙ୍କୁ ମାଲୁମ। ଡି ଲାଇନ୍ ଚାର୍ଟରେ ଯଦି ଯେଉଁ ଗ୍ରହ ଆପଣଙ୍କୁ କୁଣ୍ଡଳୀରେ ଶୁଭକାର କିନ୍ତୁ ଦୁର୍ବଳ, ସେହି ରତ୍ନ ପିନ୍ଧିଲେ ଶକ୍ତି ବଢାଇଥାଏ। ଆଗକୁ ଯିବା, ଭାଗ୍ୟ କାର୍ଯ୍ୟ ଧନ ପ୍ରଗତି ପାଇଁ। ଯୋଗ ଯେହ ଗ୍ରହ କ୍ୟାରିୟର କିମ୍ବା ଶିକ୍ଷା ନିୟନ୍ତ୍ରଣ କ୍ଷେତ୍ରରେ ତାର ରତ୍ନ ପିନ୍ଧିଲେ ଫଳ ମିଳିଥାଏ, ଉନ୍ନତି ଫଳ ମିଳିଥାଏ। ସ୍ୱାସ୍ଥ୍ୟ ସୁଧାର, ମଙ୍ଗଳ ଚନ୍ଦ୍ର ବୁଧ ଶୁକ୍ର ଭଲ ଅବସ୍ଥାରେ ରହିଲେ ସେହି ରତ୍ନ ଶାରୀରିକ ମାନସିକ ସ୍ୱାସ୍ଥ୍ୟ ସୁଧାରି ପାରେ। ନେଗେଟିଭ ପ୍ରଭାବ କମେଇବା ପାଇଁ, କେତେକ ସମୟରେ ଭଲ ଗ୍ରହକୁ ଶକ୍ତିଶାଳୀ କଲେ ଖରାପ ଗ୍ରହକୁ ପ୍ରଭାବ କମିଯାଏ। ଆତ୍ମବଳ ଓ ଶାନ୍ତି ପାଇଁ ପରଲୋକରେ ଭୟ ଅଶାନ୍ତ କମିଥାଏ। କିନ୍ତୁ ସବୁ କୁହାଯାଏ ରତ୍ନ ପିନ୍ଧିବା ଦରକାର ନାହିଁ, କେତେକ ଲୋକଙ୍କ ପାଇଁ ମନ୍ତ୍ର ଦାନ ଉପବାସ ଧର୍ମ କରିବା। କାହିଁକି ଦେଖନ୍ତୁ, ଆମ ଲାଇଫରେ ଦିଟା ଚାର୍ଟ ଆଷ୍ଟ୍ରୋଲୋଜି ଅନୁସାରେ କାମ କରିଥାଏ। ଫାର୍ଷ୍ଟ ହଉଛି ଲଗ୍ନ ଚାର୍ଟ, ଗୋଟା ହଉଛି ନମାବାସ ଚାର୍ଟ। ଲଗ୍ନ ଚାର୍ଟ ଆପଣ ଡେଟ୍ ଅଫ ବାର୍ଥରେ ଡିଟେଲ୍ସ ଆପଣ ଲାଇଭରେ ଦେଖିପାରିବେ। ନମାବାସ ଆପଣ ଫ୍ୟାମିଲି କ୍ୟାରିୟର ମନି ଫାଇନାନ୍ସ ସବୁ ଆ ଭିତରେ ଆମେ ଦେଖିବା। ତେଣୁ ଦେଖନ୍ତୁ ଏଠି ଯୋଉଠି ଗ୍ରହ ସ୍ଥାନ କରିଛି ଏଇଟା ଆପଣ ଯଦି ମନେକର ଏଠି ଫାର୍ଷ୍ଟ ହାଉସ ସେକେଣ୍ଡ ହାଉସ ଥାର୍ଡ ହାଉସ ଆମେ କହିଥାଉ, ଫୋର୍ଥ ହାଉସ ଫିଫ୍ଥ ହାଉସ ସିକ୍ସ ସେଭେନ୍ଥ ଏଇଟ୍ ନାଇନ୍ ଟେନ୍ ଇଲେଭେନ୍ ଟୁଏଲ୍ଭ, ବାରଟା ହାଉସ। ବାର ହାଉସରେ ଫାର୍ଷ୍ଟ ହାଉସ ସେକେଣ୍ଡ ହାଉସ, ଯଦି ଫାର୍ଷ୍ଟ ହାଉସରେ ଆମର ଗ୍ରହ ଯାହା ବି ରହିଥିବ, ଯଦି ସେଇଟା ବିପକ୍ଷରେ ଅଲଗା ଗ୍ରହ ରହିବ ଅଦରେ, ମନେକର ଫାର୍ଷ୍ଟ ହାଉସରେ ଆମେ ସାଧାରଣତଃ ସୂର୍ଯ୍ୟଙ୍କୁ ରଖିଥାଉ, ସୂର୍ଯ୍ୟ ରହିଥାନ୍ତି। ଯଦି ଫାର୍ଷ୍ଟ ହାଉସରେ ସୂର୍ଯ୍ୟ ନ ରହି ଅଲଗା କୌଣସି ରହିଥାଏ, ଆମେ ଯଦି ସୂର୍ଯ୍ୟଙ୍କ ପାଇଁ ପ୍ରତିକାର ପିନ୍ଧିବା, ତେଣୁ ଏଇଟାକୁ କୁଣ୍ଡଳୀ ହିସାବରେ ଆମକୁ ଜାଣିବାକୁ ପଡିବ। ଏଇଟା ଡିଟେଲ୍ସ ଜାଣିବାକୁ ପଡିବ। ଆକୁ ନ ଜାଣିଲେ ଯଦି ଆପଣ ଜେମଷ୍ଟୋନ ୟୁଜ କରୁଛନ୍ତି, ଯେକୌଣସି ଷ୍ଟୋନ ବି ୟୁଜ କରୁଛନ୍ତି, ଆପଣଙ୍କ ଲାଇଫରେ ନିଶ୍ଚିତ ଭାବରେ ବ୍ୟାଡ ଇମ୍ପାକ୍ଟ ତିଆରି କରିବ। ଆହୁରି ବି ଲଗ୍ନ କୁଣ୍ଡଳୀ ଡି ୱାନ୍ ବା ନବାଂଶ ଦେଖନ୍ତୁ, ତାର ଭିତରେ ବି ନବାଂଶ ଡି ନାଇନ୍ କୁଣ୍ଡଳୀ ଗ୍ରହର ସ୍ଥିତି ତାପା ଭେରି ଇମ୍ପୋର୍ଟାନ୍ସ ଜୀବନ।
ଲଗ୍ନ କୁଣ୍ଡଳୀ D1 ରାଶି ଚାର୍ଟ। এই କୁଣ୍ଡଳୀ ଏହାକୁ ମୂଳ କୁଣ୍ଡଳୀ କୁହାଯାଏ। ଲଗ୍ନ କୁଣ୍ଡଳୀ ଯାହାକୁ ଆମେ ମୂଳ କୁଣ୍ଡଳୀ କହେ। ଏଠାରେ ଗ୍ରହ ମାନେ ଜନ୍ମ ସମୟରେ ଯେଉଁ ରାଶି ଭାବରେ ବସିଛନ୍ତି ସେଥିରେ ସବୁ କିଛି ଆଧାରିତ ହୋଇଥାଏ। ଏହାର ଜୀବନର ପ୍ରାକ୍ତନ ଘଟଣା, କ୍ୟାରିୟର, ବ୍ୟବସାୟ, ପରିବାର, ଧନ, ସ୍ୱାସ୍ଥ୍ୟ ଦେଖାଯାଇଥାଏ ଲଗ୍ନ କୁଣ୍ଡଳୀ। ନବାଂଶ କୁଣ୍ଡଳୀ ବା D9 ନବମ ଚାର୍ଟରେ ଏହାକୁ ଧର୍ମାଂଶ କିମ୍ବା ବିବାହ କୁଣ୍ଡଳୀ ମଧ୍ୟ କୁହାଯାଏ। ଏହା ଗ୍ରହ ଅଶୀଳକାରୀ ଶକ୍ତି ଷ୍ଟ୍ରେନ୍ଥ ଦେଖାଇଥାଏ। କେଉଁ ଗ୍ରହ ସତ୍ୟରେ କିପରି ଫଳ ଦେବ ସେଥିରେ ନବାଂଶରେ ବୁଝା ଯାଇଥାଏ। ଭେରି ଇମ୍ପୋର୍ଟାଣ୍ଟ ନବାଂଶ ଚାର୍ଟ ଯଦି ଯୋଉମାନେ ନ ଜାଣିଛନ୍ତି ଜାଣିନାହାନ୍ତି ବା ଜାଣିବାକୁ ଚାହୁଁଛନ୍ତି ଆପଣ ନିଜେ ବି ଜାଣନ୍ତୁ ନବାଂଶ ଚାର୍ଟ ଭିତରେ ଜାଣିଲେ ବହୁତ ଆପଣ ଡିଟେଲ୍ସ କିଛି ଶିଖିପାରିବେ। ଦାମ୍ପତ୍ୟ ସାଥୀ ଆଧ୍ୟାତ୍ମିକ ଭାଗ୍ୟ ଏଥିରେ ସ୍ପଷ୍ଟ ହୋଇଥାଏ। ନବାଂଶ ଚାର୍ଟ ଭେରି ଇମ୍ପୋର୍ଟାଣ୍ଟ। ତଫାତ D1 କଣ ଘଟିବ, D9 ସେଇ ଘଟଣା କେତେ ଫଳାଫଳଦାୟକ ହବ। D1 ରେ ଶୁକ୍ର ସପ୍ତମ ଭାବରେ ବିବାହକୁ ଶୁଭେଇଥାଏ ଯଦି ସପ୍ତମ ଭାଗରେ ଥାଏ, କିନ୍ତୁ D9 ରେ ଶୁକ୍ର ଦୁର୍ବଳ କିମ୍ବା ବିବାହ ହେବ କିନ୍ତୁ ସମ୍ପର୍କରେ ସମସ୍ୟା। D1 ରେ ମଙ୍ଗଳ ଦଶମ ଭାଗରେ କିନ୍ତୁ D9 ରେ ଉଚ୍ଚ କ୍ୟାରିୟର ବଡ ସଫଳତା। ତେଣୁ ନବାଂଶ ଯୋଉ ଆମେ ଲଗ୍ନ ଦେଖିଲେ ସେରକମ ଯୋଉମାନେ ରତ୍ନ ବି ପିନ୍ଧୁଛନ୍ତି ମାର୍କେଟରେ ୟୁଜ କରୁଛନ୍ତି ଆପଣ ଭାବନ୍ତୁ 200-300 ଟଙ୍କା ଦେଇଗଲେ ଦେଖନ୍ତୁ IGS ସାଟିସ୍ଫାଇଡ ମାନେ ଲ୍ୟାବ ସାଟିସ୍ଫାଇଡ ରତ୍ନ ପିନ୍ଧନ୍ତୁ ଯୋଉ ରତ୍ନ ବି କଷ୍ଟ ଆଉ କ୍ୟାରେକ୍ଟର ମାପନ୍ତୁ ଆପଣ ରତି 5 ରତି କିମ୍ବା 6 ରତିର 6 ରତି 5 ରତି ଆଉ 6 କ୍ୟାରେକ୍ଟର କ୍ୟାରେଟର ବାନ୍ଧିକିନା ଆପଣ ରତ୍ନ ପିନ୍ଧି ପାରିବେ। ରତ୍ନକୁ ଆକ୍ଟିଭେଟେଡ କରିକିନା ପିନ୍ଧନ୍ତୁ ଲାଇଫରେ ଯୋଉମାନେ ପିନ୍ଧୁଛନ୍ତି ଆଉ ପ୍ରପର ରତ୍ନ ପିନ୍ଧନ୍ତୁ। ଆପଣ ମନେ କରନ୍ତୁ ଏକ୍ସାମ୍ପଲ ସ୍ୱରୂପ ଆପଣ ଗୋଟେ ଦେଖନ୍ତୁ ମନେ କରନ୍ତୁ ଆପଣଙ୍କର ଲଗ୍ନ ଚାର୍ଟରେ ସୂର୍ଯ୍ୟ ଏଠି ଦେଖନ୍ତୁ ଏଇଠି ଲଗ୍ନ ଚାର୍ଟରେ ଆପଣ ଦେଖନ୍ତୁ ମନେକର ୟୁଆର ଅଛି ଏଠି କେତୁ ଅଛନ୍ତି। ଯଦି ଆମେ ଲଗ୍ନ ଏଇ ଯେ ଫାର୍ଷ୍ଟ ହାଉସ ପାଇଁ ଦରକାର କଣ ସୂର୍ଯ୍ୟଙ୍କର ସୂର୍ଯ୍ୟଙ୍କ ପାଇଁ ଆମେ ରୁବି ପିନ୍ଧିବାର ଆବଶ୍ୟକତା ଅଛି। କିନ୍ତୁ ଆମେ ଏଠି ରୁବି ଯଦି ପିନ୍ଧିବା ଆକ୍ଟିଭେଟେଡ କେତୁ ଉପରେ ପ୍ରଭାବ। ତେଣୁ ଲଗ୍ନ ଚାର୍ଟ ନବମଭାବ ଚାର୍ଟକୁ ମିଳେଇକିନା ଆପଣ ନଲେଜବୁଲ ବା ଜାଣିଥିବା ଜ୍ୟୋତିଷଙ୍କଠୁ ପରାମର୍ଶ ନିଅନ୍ତୁ। ନିଜେ ନିଜେ କେବେ ନାହାନ୍ତୁନି କାରଣ ଆର ବହୁତ କିଛି ବ୍ୟାଡ ଏଫେକ୍ଟ ହବ ଲାଇଫରେ। କାରଣ ରତ୍ନ ପିନ୍ଧିବା ଉପରେ ଆପଣଙ୍କର ସମୟ ଆପଣଙ୍କର କୋଉ ସମୟରେ ପିନ୍ଧିବେ ସେ ରତ୍ନକୁ କେମିତି ଆକ୍ଟିଭେସନ କରିବେ ତାର ମାତ୍ର ଜାଣିବା ଦରକାର। ଆକ୍ଟିଭେସନ ନ କଲେ ସେ ୱାର୍କିଂ କରିବନି। ଆକ୍ଟିଭେସନ ପାଇଁ ଭେରି ଜରୁରୀ ରତ୍ନ ଆକ୍ଟିଭେସନ ପାଇଁ ଭେରି ଇମ୍ପାକ୍ଟ ପଏଣ୍ଟସ ଆଉ ଆପଣ ପ୍ରପର ଟ୍ରାନଜିଟ କିମ୍ବା ନାୟକଙ୍କ ସହିତ କଣ୍ଟାକ୍ଟ କରିକିନା ଆପଣଙ୍କର ରାଶି ନମାବାସ ଚାର୍ଟ ଦେଖିକିନା ଆପଣ ରତ୍ନ ପିନ୍ଧନ୍ତୁ ଆପଣ ବୁଝନ୍ତୁ। ଖାଲି ଆମେ ଜାଣିଦେଲେ ଆମେ ସୂର୍ଯ୍ୟଙ୍କ ପାଇଁ ରୁବି ଏ ରତ୍ନ ପିନ୍ଧିଦେଲେ ଏଇଟା ପ୍ରଫିଟ ହବ କିମ୍ବା ଆମ ବିଜନେସରେ ସଫଳତା ହବ ସେଇଟା ଇମ୍ପସିବଲ। କାହିଁକିନା ରତ୍ନ ଯଦି ଆମେ ଭୁଲ ପିନ୍ଧିବା ଆମକୁ ସେ ତାର ନେଗେଟିଭ ଇମ୍ପାକ୍ଟ ଲାଇଫ ରେ କରିବ। ଦେଖନ୍ତୁ ସାଧାରଣତଃ ରତ୍ନ ପିନ୍ଧିବା ପୂର୍ବରୁ ଆମକୁ ଓରିଜିନାଲ ରତ୍ନ ପିନ୍ଧିବାକୁ ପଡିବ ଅରିଜିନାଲ ବି ତାକୁ ଟ୍ରାଏ କରନ୍ତୁ ସବୁବେଳେ ଲାଇଫରେ ଅରିଜିନାଲ ରତ୍ନ ୟୁଜ କରିବା ପାଇଁ ଅରିଜିନାଲ ନଟ୍ 100-200 ଟଙ୍କାର ମାର୍କେଟରେ ବହୁତ ପ୍ରକାର ରତ୍ନ ମିଳୁଛି। ଫ୍ଲିପକାର୍ଟ ଆଉ ଯେକୌଣସି ଜାଗାରେ ଆମେ ଯଦି ସେଇ ଟାଇପ କ୍ୱାଲିଟିର ଯଦି ତାର ନେଇକିନା ଆମେ ପିନ୍ଧିବା ସେ କିଛି ବି ଫଙ୍କସନ କରିବନି। ଆଉ ରକ୍ତକୁ ଯଦି କାହିଁକି ମୁଁ କହୁଛି ଆପଣ ଦେଖନ୍ତୁ ଏଜ ଅନୁସାରେ ଆଉ ବୟସ ଆଉ ଆପଣଙ୍କର ଓଜନ ୱେଟ ଅନୁସାରେ ବି ରତ୍ନ ପିନ୍ଧାଯାଏ କାହାକୁ 5 କ୍ୟାରେକ୍ଟର ଦିଆଯାଇପାରେ 5 ରତିର କାହାକୁ 6 ରତିର କାହାକୁ 7 ରତିର ପ୍ରପର ରତ୍ନ ପିନ୍ଧିବା ଦରକାର ନହେଲେ ତାର ଲାଇଫରେ ବହୁତ ବ୍ୟାଡ ଇମ୍ପାକ୍ଟ କରିବ। ଆପଣ ମନ ଇଚ୍ଛା ଯଦି ପିନ୍ଧୁଛନ୍ତି କୌଣସି ରତ୍ନ କୌଣସି ଆଜିକାଲି ବହୁତ ମୁଁ କହିବିନି ୟୁଟ୍ୟୁବ ଦେଖୁଛନ୍ତି ପ୍ରପର ତେଣୁ ଆପଣଙ୍କ ଦେଖନ୍ତୁ ସେମ ଡେ ଯଦି ସେମ ସମୟରେ ସେମ ଡେ ରେ ବହୁତ ଲୋକ ଜନ୍ମ ହଉଛନ୍ତି କିନ୍ତୁ ତାଙ୍କ କ୍ୟାରେକ୍ଟର ଲାଇଫ ଟା ଡିଫରେନ୍ସ ହଉଛି କାହିଁକିନା ତାଙ୍କ ଲଗ୍ନ ଚାର୍ଟ ଆଉ ନବମଭାବ ଚାର୍ଟ ଡିଫରେନ୍ସ କରୁଛି। ତେଣୁ ଯୋଉମାନେ ରତ୍ନ ପିନ୍ଧୁଛନ୍ତି ପ୍ରପର ୱେରେ ପିନ୍ଧନ୍ତୁ। ଯୋଉମାନେ ଏକ୍ସପିରିଏନ୍ସ ଅଛି ଅବାଉଟ ରତ୍ନ ଉପରେ ଯୋଉମାନଙ୍କର ଯୋଉମାନେ ଆପଣଙ୍କ ନବମଭାବ ଚାର୍ଟ ଆଉ ଲଗ୍ନ ଚାର୍ଟ କମ୍ପାରିଜନ ରାଇଟ ରତ୍ନ ଆପଣଙ୍କୁ ଦେଇପାରିବେ। ଆଉ ବେସିକାଲି ମୁଁ ଆପଣଙ୍କୁ କହିବି ରତ୍ନକୁ ଆକ୍ଟିଭେସନ କରନ୍ତୁ। ଯଦି ଆକ୍ଟିଭେସନ ନ କରିବେ ସେ କିଛି ବି ୱାର୍କ କରିବେନି ହାଉ ଟୁ ଆକ୍ଟିଭେସନ ସେ ରତ୍ନ ମାନଙ୍କର ସୂର୍ଯ୍ୟଙ୍କ ରତ୍ନକୁ କେମିତି ଆକ୍ଟିଭେସନ କରିବେ ମାନେ ଗୋମେଦ ନାଇବେ ରାହୁ ଗ୍ରହ ପାଇଁ ଗୋମେଦ ରତ୍ନ ନାଇ ପାରିବେ ତାକୁ ଆମେ କେମିତି ଆକ୍ଟିଭେସନ କରିବା ଦିସ୍ ଇଜ ଦ ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟସ।
ସେଟାକୁ ଆକ୍ଟିଭେସନ ନ କରିବେ, କାହିଁକି ଆକ୍ଟିଭେସନ କରିବେନି? କାହିଁକି ଦେଖନ୍ତୁ ଆପଣ ଫ୍ଲିପକାର୍ଟ ଆଣନ୍ତୁ, ଯାହା ବି ଆଣନ୍ତୁ, ତାକୁ ବହୁତ ଲୋକ ଟଚେବୁଲ କରିଥିବେ, ତାପରେ ବ୍ୟାଡ ଇମ୍ପାକ୍ଟ ପଡିଥିବ ସେ ରତ୍ନ ଉପରେ। ତେଣୁ ସେ ରତ୍ନକୁ ଯଦି ଆକ୍ଟିଭେସନ ନ କରିବେ, ପବିତ୍ର ନ କରି ପିନ୍ଧିବେ, ତାର କିଛି ଫଙ୍କସନ ଆପଣଙ୍କର ପାଇବେ ନାହିଁ। ତେଣୁ ଯୋଉମାନେ ଚାହୁଁଛନ୍ତି ଭିଡିଓ ସେୟାର କରନ୍ତୁ, ଭଲ ଲାଗିଲେ ଟପିକକୁ ଲାଇକ୍ କରନ୍ତୁ, କମେଣ୍ଟସ ଦିଅନ୍ତୁ। ଯୋଉମାନେ ରତ୍ନ ପିନ୍ଧୁଛନ୍ତି ବା ଟ୍ରାଏ କରନ୍ତୁ ସେ ରତ୍ନ ଅରିଜିନାଲ କି ନାହିଁ, ଆଉ ପ୍ରପର ରତ୍ନ ନାଇଛନ୍ତି କି ନାହିଁ ଦେଖିବେ। ଆପଣ ଯଦି ଭୁଲ ରତ୍ନ ଲାଇଫରେ ୟୁଜ କରୁଛନ୍ତି, ନା ଆପଣ ଯାହା ପାଇଁ ନାଇଥିବେ ତାର ଆଉ ଗୋଟେ ଅଲ୍ଟରନେଟିଭ ନେଗେଟିଭ କ୍ଷତି ହେଇ ଚାଲିବ। ତେଣୁ ବେଶ ରହୁଛି, ନମସ୍କାର।